ଆରମ୍ଭ ଏଇଠୁ। ବର୍ତ୍ତମାନ ତ ସାଧାରଣତଃ ଅଧିକାଂଶ ୟୁଟ୍ୟୁବ୍ ଚ୍ୟାନେଲ୍ କିମ୍ବା ଅନେକଙ୍କ ମୁହଁରେ ଶୁଣାଯାଉଛି ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି ଏବଂ ବିଶ୍ୱ ନିକଟ ଭବିଷ୍ୟତରେ ଏକ ମହା ପରିବର୍ତ୍ତନ ଦେଖିବ ଏ ସମଗ୍ର ମାନବ ସମାଜ। ଏ ବିଷୟରେ ଆପଣଙ୍କ ମତ କ'ଣ? ଟିକେ ଜଣେ ସଚେତନ ନାଗରିକ ହିସାବରେ ଆପଣଙ୍କ ମତ ଉପସ୍ଥାପନ ଟିକେ କରିବେ କି? ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ 2013 ମସିହାରେ ସତ୍ୟର ଆଗମନ ହୋଇଛି। ତାର ଲେଖା ହେଉଛି, ମୋର ଅମଳ ବେଢ଼ାରୁ ଯେବେ ପଥର ଖସିବ ତାର 23 ବର୍ଷେ କଳି ଦେଶ ଛାଡ଼ିଯିବ। ତ 1990 ଜୁନ୍ 5 ତାରିଖରେ ଗୋଟେ ବିରାଟ ପଥର ଖସିଥିଲା। ତେଣୁ ତାକୁ ହିସାବ କଲେ ତାର 23 ବର୍ଷ ହେଲା 2013 ଠାରୁ ପରିବର୍ତ୍ତନ ଆରମ୍ଭ ହୋଇଛି। ଶାସନତନ୍ତ୍ରରେ ପରିବର୍ତ୍ତନ, ସମାଜର ପରିବର୍ତ୍ତନ, ଯାହା 2031 ପର୍ଯ୍ୟନ୍ତ ରହିବ। ଆଉ ତାପରେ ଅନ୍ୟାନ୍ୟ ପରିବର୍ତ୍ତନ ହେଇଯିବ। ତେଣୁ ଏ ଯେଉଁ ପିରିୟଡ଼ ଭିତରେ ଅନେକ କିଛି ଜିନିଷ ହେବ ଆଉ ନିଶ୍ଚିତ ଭାବରେ ହେବ ବୋଲି ଆମେ ବିଶ୍ୱାସ କରୁଛୁ। ପ୍ରଥମ କଥା ଗୋଟେ ଏବଂ ଦ୍ୱିତୀୟ ପ୍ରଶ୍ନ ଆପଣଙ୍କୁ ମୁଁ ପଚାରୁଛି, ମାଳିକା ବିଷୟରେ ଯେଉଁ ଲେଖା ହେଇଛି ହୀରାକୁଦ ବନ୍ଧ ଭାଙ୍ଗିବ, ତୃତୀୟ ବିଶ୍ୱଯୁଦ୍ଧ ହେବ ଏବଂ ତା ସହିତ ଅନେକ ପ୍ରକାର ଯେଉଁ ବିଷୟ ଲେଖା ହେଇଛି ସେସବୁ କେବେ ହେବ? ଦେଖନ୍ତୁ, ମହାପୁରୁଷ ଯାହା ସବୁ ଲେଖିଛନ୍ତି, ଆପଣଙ୍କର 7 ଦିନିଆ ପ୍ରଳୟ ହଉ, ତୃତୀୟ ବିଶ୍ୱଯୁଦ୍ଧ ହଉ ବା ପରମାଣୁ ଯୁଦ୍ଧ ହଉ, ହୀରାକୁଦ ଡ୍ୟାମ୍ ଭାଙ୍ଗିବା କଥା, ଏଗୁଡ଼ା ତ ନିଶ୍ଚିତ ହେବ। କିନ୍ତୁ ତାର ସମୟ ଆଉ ଯେଉଁ ନିର୍ଦ୍ଦିଷ୍ଟ ଦିନ ବାର ତିଥି ତାକୁ ପରିପ୍ରକାଶ କରି ହେବ ନାହିଁ ବା ସେ ଗଣନା ଆମ ପାଖରେ ନାହିଁ। କିନ୍ତୁ ହେବାଟା ନିଶ୍ଚିତ ହେବ, ଏତିକି ହେଉଛି ଜିନିଷ। ଆଉ ଲମ୍ବା ସମୟ ବି ନେବ ନାହିଁ। ଆଉ ଏକ ମହାମାରୀ ଆସିବ ବୋଲି ଯେଉଁ ଶୁଣାଯାଉଛି, ଏହା କେତେ ଦୂର ସତ? ଗୋଟେ ମହାମାରୀ ନୁହେଁ, ଅନେକ ମହାମାରୀ ଆସିବ। ଯେହେତୁ 64 ପ୍ରକାର ମହାମାରୀ ଅଛି, ତେଣୁ ମହାମାରୀ ଆସିବା ତା କିଛି ବଡ଼ କଥା ନୁହେଁ। ପରମାଣୁ ଯୁଦ୍ଧ ଓ 7 ଦିନିଆ ପ୍ରଳୟ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏ ଦୁଇଟା ଜିନିଷ ହେଲା ପରେ ସବୁ ଜିନିଷ ପରିବର୍ତ୍ତନ ହେଇଯିବ। ବିଗତ ଦିନରେ ଘଟିଯାଇଥିବା ମହାମାରୀ ବିଷୟରେ ମାଳିକାରେ କିଛି ଉଲ୍ଲେଖ ଥିଲା କି? ବିଗତ ଦିନରେ ଘଟିଥିବା ମହାମାରୀ ବାବଦରେ ମାଳିକାରେ ଉଲ୍ଲେଖ ଅଛି। ଆଉ ମହାପୁରୁଷମାନେ ଯେଉଁ ସବୁ ଲେଖା ଲେଖିଛନ୍ତି ତାହା ହେଲା ପରେ ହିଁ ପରିପ୍ରକାଶ ହେଉଛି। ତାର ମୂଳ କାରଣ ହେଲା ଏ ଯେଉଁ ସଂବାଦ ଯୁଗ ଚାଲିଛି, ଆକୁ ଆମେ କଳକି ପୁରାଣ ହିସାବରେ ଦେଖିବା, କଳକି ଲୀଳା ହିସାବରେ ଦେଖିବା। ଅନ୍ୟ ସମୟରେ ଯେଉଁ ଅବତାର ମାନେ ଆସିଥିଲେ ସେ ପୁରାଣ ସବୁ ଲେଖା ହେଇଥିଲା, ରାମାୟଣ ହଉ ମହାଭାରତ, ଏଇଟା ବର୍ତ୍ତମାନ ଲେଖା ଚାଲିଛି। ତେଣୁ ଘଟିଲା ପରେ ହିଁ ଲୋକ ଜାଣିପାରିବେ, ଘଟିଲା ପୂର୍ବରୁ ଜାଣି ହେବନି। ବର୍ତ୍ତମାନ ଯେଉଁ ବଳଭଦ୍ର ପଡ଼ିବା ଏବଂ ରତ୍ନଭଣ୍ଡାର ଯେଉଁ ଖୋଲାଯିବା, ଏହାକୁ ମାଳିକାରେ ଯେଉଁ ଅଧିକାଂଶ ଲୋକ ଲିଙ୍କ କରୁଛନ୍ତି, ଏହାର କିଛି ସତ୍ୟତା ଅଛି ନା ନିଜର ଫାଇଦା ପାଇଁ ଏହାସବୁ କରାଯାଉଛି? ଏ ଯେଉଁ ସବୁ ଜିନିଷ କୁହାଯାଉଛି ଏଇଟା କିଛି ନିଜସ୍ୱ ଫାଇଦା ପାଇଁ ନୁହେଁ। ଯେହେତୁ ବର୍ତ୍ତମାନ ସମୟ ସେଭଳି ହେଇଛି, ଆଉ ଯେତେବେଳେ ନକାରାତ୍ମକ ଜିନିଷ ପ୍ରଭୁଙ୍କୁ ନେଇ ହେଉଛି ବା ମନ୍ଦିରକୁ ନେଇ ହେଉଛି, ଯେହେତୁ ସେ ହିଁ ଏ ଦୁନିଆର ବା ବର୍ତ୍ତମାନ ଆମ ସଂସ୍କୃତି ଭିତରେ ସମାଜର, ହିନ୍ଦୁ ସମାଜର ମୁଖ୍ୟ ହିସାବରେ ନିଆଯିବ ଜଗନ୍ନାଥଙ୍କୁ। ଯେହେତୁ ସେ କଳକି ଅବତାର, ତାଙ୍କ ଦ୍ୱାରା ହିଁ କିଛି ପରିବର୍ତ୍ତନ ହେବ। ତେଣୁ ସେ ସବୁ ଜିନିଷ ଯେତେବେଳେ ଘଟୁଛି ତାକୁ ଦେଖୁଥିବା ଲୋକମାନଙ୍କ ଭିତରେ ସନ୍ଦେହ ଉଦ୍ବେଗ ହେବା ସ୍ୱାଭାବିକ। ସେ ଲେଖା ଥାଉ କି ନଥାଉ, ଏଗୁଡ଼ା ଯେହେତୁ ନକାରାତ୍ମକ ଜିନିଷ ହେଉଛି, ସେଥିପାଇଁ ସମାଜରେ ତାର ପ୍ରଭାବ ପଡ଼ୁଛି। ଆଉ ଅନ୍ତିମ ପ୍ରଶ୍ନ, ତୃତୀୟ ବିଶ୍ୱଯୁଦ୍ଧ କେବେ ହେବ? ତୃତୀୟ ବିଶ୍ୱଯୁଦ୍ଧ ଏଇ ସମୟ ଭିତରେ ଆପଣଙ୍କୁ ଦିଆଗଲା ଯେ 13ରୁ 31, ଗୋଟେ 18 ବର୍ଷର ସମୟ। ଆମେ ତାକୁ ଦେଖୁଛୁ ମହାପୁରୁଷଙ୍କ ଲେଖା ହିସାବରେ 18 ଦିନର ମହାଭାରତର ଯେହେତୁ 20 ଯୁଦ୍ଧ ବାକି ଅଛି ଆଉ ସେଟା 22ରୁ ଆରମ୍ଭ ହୋଇସାରିଛି ରୁଷିଆରୁ। ତେଣୁ ଏଇଟା ନିଶ୍ଚିତ ଭାବରେ କଣ୍ଟିନ୍ୟୁ କରିବ। କିନ୍ତୁ ସମୟ ଡେଟ୍ ତାରିଖ କେବେ ଦିଆଯାଇପାରିବ ନାହିଁ। କିନ୍ତୁ ଏହା ହିଁ ପାଖାପାଖି ଭିତରେ ସବୁ ଚାଲିଛି। କେବଳ ବଡ଼ ଜିନିଷ ପରମାଣୁ ଯୁଦ୍ଧ ଏବଂ 7 ଦିନିଆ ପ୍ରଳୟ ସେ ହେଲା ପରେ ବାକି ଜିନିଷ ଗୁଡ଼ା ଅଟୋମେଟିକ୍ ହେଇଯିବ। ଏ ବିନାଶ କାଳ ଏବଂ ରୁ ବର୍ତ୍ତିବାକୁ ଏବଂ ଏ କଳିର କଳୁଷରୁ ମୁକ୍ତି ପାଇବା ପାଇଁ ଯେଉଁମାନେ ଲୋକମାନେ କ'ଣ କରିବା ଉଚିତ? ଆପଣଙ୍କର ବର୍ତ୍ତମାନ ଯେହେତୁ ସମସ୍ତ ଜିନିଷ ବିଷାକ୍ତ ହେଇଯାଇଛି ବା ହେବାକୁ ଯାଉଛି, ଏ ବାତାବରଣରେ ବଞ୍ଚିବା ପାଇଁ ହେଲେ ଶୁଦ୍ଧ ସାତ୍ତ୍ୱିକ ଶାକାହାରୀ ହେବା ଦରକାର, ମିଛ ନ କହିବା ଦରକାର। ଯେହେତୁ ମାଛ ମାଂସ ହୁଏତ ମଣିଷର ଆହାର ନୁହେଁ, କିନ୍ତୁ ତାଠାରୁ ବେଶୀ ମାରାତ୍ମକ ହେଉଛି ମିଛ। ଫଳରେ ଆମେ ଯେଉଁ ଭଳି ଜୀବନଯାପନ କରୁଛେ, ଆମେ ନା ଶାକାହାରୀ ନା ଶୁଦ୍ଧ ଜୀବନଯାପନ କରୁଛେ, ନା ନିଶମୁକ୍ତ ଜୀବନଯାପନ କରୁଛେ, ନା ସତକୁ ଗ୍ରହଣ କରୁଛେ। ମୋଟାମୋଟି କହିବାକୁ ଗଲେ ଆପଣ ଯେମିତି ଯେଉଁ ପୋଜିସନରେ ବି ରୁହନ୍ତୁ, ଶାକାହାରୀ ହୁଅନ୍ତୁ, ନିଶାମୁକ୍ତ ହୁଅନ୍ତୁ ଏବଂ ସତ କୁହନ୍ତୁ। ସତ କହିଲେ ହିଁ ସତ୍ୟ ଯୁଗ ଆସିବ। ଧନ୍ୟବାଦ।